ସନ୍ଧ୍ୟା ସମୟ କ୍ରିକେଟ ଖେଳ ସାରି ପଡ଼ିଆରେ ବସିଥାନ୍ତି ଦୁଇ ଜଣ ସାଙ୍ଗ, ଜଣେ ଶମ୍ଭୁ ଆଉ ଜଣେ ଶଙ୍କର। ଦୁଇ ଜଣ ଯାକ ପିଲାବେଳର ଅତି ଘନିଷ୍ଠ ବନ୍ଧୁ। ଦୁଇ ସାଙ୍ଗ ଗୋଟିଏ କଲେଜରେ ପଢ଼ୁଥିଲେ। ଦୁଇ ଜଣଙ୍କର ଗୋଟିଏ ହିଁ ଇଚ୍ଛା ଥିଲା କି ସେମାନେ ଦିନେ ଇଣ୍ଡିଆନ ଆର୍ମିରେ ଯୋଗ ଦେବେ। ସେଥିପାଇଁ ସେମାନେ ତାଙ୍କ ଫିଜିକାଲ ଫିଟନେସ୍ ପ୍ରତି ବେଶୀ ଧ୍ୟାନ ଦେଉଥିଲେ। କ୍ରିକେଟ ଖେଳ ସରିବା ପରେ ଦୁହେଁ ବେଶ ହସ ଖୁସିରେ ମସଗୁଲ ହୋଇଗଲେ। ଶମ୍ଭୁ କହିଲା, ଭାଇ ଦେଖ, ଆମକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ, କାରଣ ଆର୍ମି ରାଲି ଆଉ 20 ଦିନ ବାକି ଅଛି। ସେଥିପାଇଁ ମୁଁ ଭାବୁଛି ଆମେ ରାତି 4ଟାରୁ ଉଠି ଦୌଡ଼ିବା, କାରଣ କେବଳ ସନ୍ଧ୍ୟା ସମୟର ଫିଜିକାଲ ୱାର୍କ ଆମ ପାଇଁ ସଫିସିଏଣ୍ଟ ହେବ ନାହିଁ। ଶଙ୍କର କହିଲା, ଠିକ୍ ଅଛି ଭାଇ, ଏଥର ରାତି 4ଟାରୁ ଉଠି ଦୌଡ଼ିବା। ଦୁଇ ସାଙ୍ଗ ଅନ୍ୟ ସବୁ ବିଷୟରେ ଗୁଲି ଖଟି ଗପ କରିସାରିଲା ପରେ ଦୁଇ ଜଣ ଯାକ ଘରକୁ ଗଲେ। ରାତି 4ଟାରେ ଦୁଇ ଜଣ ଯାକ ସାଙ୍ଗ ଏକାଠି ହେଲେ। ଗାଁ ଶେଷ ମୁଣ୍ଡରେ ଥିବା ଫାଙ୍କା ରାସ୍ତାରେ ଦୌଡ଼ିଲେ। ପ୍ରାୟ 1 ଘଣ୍ଟା ପରେ ସକାଳ ହେଲା ବେଳକୁ ତାଙ୍କ ଫିଜିକାଲ ୱାର୍କ ସରିଯାଇଥିଲା। ଦୁହେଁ ବହୁତ ଏକ୍ସାଇଟେଡ୍ ଥିଲେ ତାଙ୍କର ଆର୍ମି ରାଲିକୁ ନେଇ। ଏମିତି ଦୁହେଁ ପ୍ରାୟ ପ୍ରତିଦିନ ରାତି 4ଟାରୁ ଅଭ୍ୟାସ କରୁଥିଲେ। ଧୀରେ ଧୀରେ ଆର୍ମି ରାଲି ପାଖେଇ ଆସିଲା। ଦୁହେଁ ଆହୁରି ସତର୍କ ହୋଇଗଲେ। ରାତିଦିନ ତାଙ୍କର ଫିଜିକାଲ ଫିଟନେସ୍ ପ୍ରତି ଧ୍ୟାନ ଦେଉଥିଲେ। ଆର୍ମି ରାଲିକୁ ଆଉ 3 ଦିନ ବାକି ଥାଏ। ଶମ୍ଭୁକୁ ରାତିରେ ଆଉ ନିଦ ନଥାଏ। ସେ ଭାବିଲା, ରାତି 4ଟା ହୋଇଗଲାଣି, ଆଉ ଶୋଇବି କ'ଣ, କାଳେ ପୁଣି ନିଦ ଲାଗିଯିବ। ତାର ନିତ୍ୟକର୍ମ ସାରି ଚାଲିଗଲା ଗାଁ ଶେଷ ମୁଣ୍ଡ ରାସ୍ତାକୁ। ଶଙ୍କରକୁ ଅପେକ୍ଷା କଲା, କିନ୍ତୁ ଶଙ୍କର ଆସିଲାନି। ପ୍ରାୟ ଅଧଘଣ୍ଟା ପରେ ଶମ୍ଭୁ ଆଉ ଶଙ୍କରକୁ ଅପେକ୍ଷା ନକରି ଦୌଡ଼ିଲା। ଶମ୍ଭୁ ଭାବିଲା, ଶଙ୍କରକୁ ଆଜି ଜୋରରେ ନିଦ ହୋଇଯାଇଛି ବୋଧେ। ଶମ୍ଭୁ ଏକା ଦୌଡ଼ୁଥାଏ। ଝାପ୍ସା ଜହ୍ନ ଆଲୁଅ ଓ ଥଣ୍ଡା ପବନ। ହାତରେ ତାର ଥାଏ ଛୋଟ ଗୋଟିଏ ପକେଟ ଟର୍ଚ୍ଚ। ପ୍ରାୟ ଦୌଡ଼ିବାର ଅଧଘଣ୍ଟା ପରେ ଗାଁ ମଶାଣି ପାଖ ରାସ୍ତା ପଡ଼ିଲା। ସେଦିନ ଗାଁ ମଶାଣିରୁ ଶମ୍ଭୁକୁ କିଛି ଗୋଟିଏ ଅଲଗା ପ୍ରକାରର ଆଭାସ ହେଉଥିଲା। କିଛି କ୍ଷଣ ପରେ ଗୋଟିଏ କେଉଁଠୁ ରୁଣଝୁଣ ପାଉଁଜିର ଶବ୍ଦ ଶୁଭିଲା। ଶମ୍ଭୁ ଟିକେ ଅଟକି ଯାଇ ଚାରିଆଡ଼କୁ ଦେଖିଲା। ପାଉଁଜି ଶବ୍ଦର ଦିଗ ତାକୁ କନଫ୍ୟୁଜ୍ କରିଦେଲା। ପର୍ଟିକୁଲାର କେଉଁ ଦିଗରୁ ଶବ୍ଦଟା ଆସୁଛି ସେ ଜାଣିପାରୁନଥିଲା। ସେଇ ମଶାଣି କଡ଼ରେ ଥିବା ଏକ କଦମ୍ବ ଗଛ ମୂଳେ ଶମ୍ଭୁ ଧୀରେ ଧୀରେ ଯାଇ ଛିଡ଼ା ହେଲା। ପାଉଁଜି ଶବ୍ଦର ଦିଗକୁ ଏକାଗ୍ର ଚିତ୍ତରେ ନିରୀକ୍ଷଣ କଲା। ଶମ୍ଭୁ ମନରେ ଟିକେ ଟିକେ ଭୟ ପଶିଲାଣି। ହାତରେ ବନ୍ଧା ହୋଇଥିବା ଘଣ୍ଟା ଉପରେ ତାର ନଜର ପଡ଼ିଲା। ଟର୍ଚ୍ଚ ମାରି ଦେଖିଲା, ସେତେବେଳକୁ ସମୟ ପ୍ରାୟ 2ଟା ବାଜିଥାଏ। ଶମ୍ଭୁ ଆଶ୍ଚର୍ଯ୍ୟ ହୋଇଗଲା। ଶମ୍ଭୁ ଭାବିଲା, ଏମିତି କେମିତି ହେଲା? ଘଣ୍ଟା ତ ଠିକ୍ଠାକ୍ ଚାଲିଛି। ମୁଁ ଆଜି ଏତେ ବେଳାବେଳି ଉଠିଯାଇଛି, ସେଥିପାଇଁ ଆଜି ଶଙ୍କର ଦେଖା ନାହିଁ। ଶମ୍ଭୁ ଆଉ ଆଗକୁ ନ ଯାଇ ଘରକୁ ଫେରିବାକୁ ଲାଗିଲା। ହଠାତ୍ ଆଉ ଥରେ ସେହି ପାଉଁଜିର ଶବ୍ଦ ଶୁଭିଲା। ଶମ୍ଭୁ ଦେଖିଲା, ଗୋଟିଏ ସ୍ତ୍ରୀ ଲୋକଟିଏ ମଶାଣି ପାଖରେ ଥିବା ଭଙ୍ଗା କୂଅ ଉପରେ ବସିଛି। ଶମ୍ଭୁ ସେ କଦମ୍ବ ଗଛର ଉହାଡ଼ରେ ଲୁଚି ଲୁଚି ଦେଖୁଥିଲା ସେ ସ୍ତ୍ରୀ ଲୋକକୁ। କୂଅ ପାଖରୁ ସେ କଦମ୍ବ ଗଛ ପ୍ରାୟ 200 ମିଟର ଦୂର ହେବ। ଜହ୍ନର ହାଲକା ଆଲୁଅରେ ସେ ସ୍ତ୍ରୀ ଲୋକର ମୁହଁଟା ଦିଶୁନଥିଲା। ଧଳା ରଙ୍ଗର ଶାଢ଼ୀରେ କେଶ ସବୁ ଆଗକୁ କରି ବସିଥିଲା ସେ। ଚାରିଆଡ଼ ସୁନସାନ ଭିତରେ ସେ ସ୍ତ୍ରୀ ଲୋକର କଣ୍ଠରୁ ଗୁଞ୍ଜୁରି ଆସୁଥିଲା ବିଭୀଷିକାମୟ କର୍କଶ ସ୍ୱର ଆଉ ତାର ପାଉଁଜିର ରୁଣଝୁଣ ଶବ୍ଦ। ଶମ୍ଭୁ ଭୟରେ ଛାନିଆ ହୋଇ ସେ କଦମ୍ବ ଗଛ ମୂଳେ ଜାକି ଜୁକି ହୋଇ ବସି ପଡ଼ିଲା। ଥରି ଥରି ଭଗବାନଙ୍କୁ ଡାକିଲା, କେମିତି ସେଠାରୁ ସେ ଘରକୁ ଯିବ। ଶମ୍ଭୁ ଦେଖିଲା, ସେ ସ୍ତ୍ରୀ ଲୋକଟି କୂଅ ପାଖରେ ତାର 2 ହାତ ତଳକୁ କରି ଆଣ୍ଠେଇ ପଡ଼ିଲା। ଗୁରୁଣ୍ଡି ଗୁରୁଣ୍ଡି କିଛି ସମୟ ହସି ହସି ଚିତ୍କାର କଲା। ଗୋଡ଼ ଆଉ ହାତର ଆଙ୍ଗୁଠି ଗୁଡ଼ିକ ସବୁ ଲମ୍ବା ଲମ୍ବା ହୋଇଗଲା। ଦେହ ସାରା ଲୋମରେ ଭର୍ତ୍ତି ହୋଇଗଲା। ଆଖି ଦୁଇଟି ଲାଲ ରଙ୍ଗର ଉତ୍ତପ୍ତ ନିଆଁ ଭଳି ଜଳୁଥିଲା। କିଛି ସମୟ ପରେ ସେ ସ୍ତ୍ରୀ ଲୋକର ଗୋଡ଼ ଦୁଇଟି ଉପରକୁ ଉଠିଗଲା। ତାର ହାତ ଜରିଆରେ ତଳକୁ ମୁଣ୍ଡ କରି ସେ ଚାଲିବାକୁ ଲାଗିଲା। ସେ କୂଅ ଚାରିପଟେ ଚିତ୍କାର କରି ବୁଲିଲା। ଗୋଟିଏ ହାତରେ ଛିଡ଼ା ହେଲା, ଆଉ ଗୋଟିଏ ହାତରେ ସେଠି ପଡ଼ିଥିବା ମଲା ଗୋରୁ ଗାଈଙ୍କ ଶବ ଖାଇବାକୁ ଲାଗିଲା। ବିକଟାଳ ଶବ୍ଦରେ ଚିତ୍କାର କରିଲା। ପ୍ରାୟ 1 ଘଣ୍ଟା ଏମିତି ଚାଲିଲା।
ଶେଷକୁ ପୁଣି ଦୁଇ ଗୋଡ଼ ତଳକୁ ଲଗାଇ ପୂର୍ବାବସ୍ଥାକୁ ଫେରି ଆସିଲା ଓ ସାଧାରଣ ସ୍ତ୍ରୀ ଲୋକ ପରି ଦିଶିଲା। ସେ କୂଅରୁ ପାଣି କାଢ଼ି ନିଜେ ଗାଧୋଇ ହୋଇଗଲା। କୂଅ ପାଖରେ ଥିବା ତୁଳସୀ ପତ୍ରକୁ ଚୋବାଇ ଚୋବାଇ ଖାଇଲା, ଆଉ ତାପରେ ଗାଁ ମୁହାଁ ହୋଇ ଚାଲିଗଲା। ଶମ୍ଭୁ ଏସବୁ ଦେଖୁଥିଲା। ଶମ୍ଭୁ ନିଶ୍ଚିତ ହୋଇଗଲା ଯେ ତାଙ୍କରି ଗାଁର କୌଣସି ସ୍ତ୍ରୀ ଲୋକ ରାତିରେ ଏଭଳି କଞ୍ଚାଖିଆ ଡାହାଣୀର ବେଶ ଧରୁଛେ। ଶମ୍ଭୁ ମନେ ମନେ ସ୍ଥିର କଲା, ନିଶ୍ଚିତ ସେ ସ୍ତ୍ରୀ ଲୋକକୁ ଚିହ୍ନଟ କରିବ। କିଏ ସେ ସ୍ତ୍ରୀ ଲୋକ? ଶମ୍ଭୁ ଘରକୁ ଫେରିଲା। ଶଙ୍କର ଆଗରେ ସବୁ କଥା କହିଲା। ଶଙ୍କର କହିଲା, ଡାହାଣୀମାନଙ୍କର ଗୋଟିଏ କଳା ଅଛି। ସେମାନେ ସମାଜରେ ସାଧାରଣ ଲୋକଙ୍କ ସହିତ ମିଶି ଚଳିବେ, କିନ୍ତୁ ତାଙ୍କ ଶରୀରରେ ଯେତେବେଳେ ସେ କଳା ପ୍ରବେଶ କରିବ, ସେତେବେଳେ ସେମାନେ ନିଜେ ନିଜକୁ ରୋକିପାରିବେ ନାହିଁ। ସୁନସାନ ରାତିରେ ପ୍ରାୟ ସେମାନଙ୍କର କଳା ଜାଗି ଉଠେ। ଲକ୍ଷେ ସ୍ତ୍ରୀ ଲୋକଙ୍କ ଭିତରେ ପ୍ରାୟ ଜଣେ କିମ୍ବା ଦୁଇ ଜଣଙ୍କ ଠାରେ ଏମିତିକା କଳା ଦେଖିବାକୁ ମିଳେ। ସେମାନେ ତାଙ୍କ ଆଖପାଖ ଲୋକଙ୍କୁ ପ୍ରାୟ ତାଙ୍କର ମାୟାଜାଲ ଦ୍ୱାରା ବନ୍ଦୀ କରି ନିଜେ ବାହାରକୁ ଆସନ୍ତି। ଯେପର୍ଯ୍ୟନ୍ତ ତାଙ୍କର କାମ ନ ସରିଛି ସେ ପର୍ଯ୍ୟନ୍ତ ସେମାନେ ଘରକୁ ଫେରିବେ ନାହିଁ। ଯେବେ ତାଙ୍କର କାମ ସରିବ ସେମାନେ ଛାଏଁ ଛାଏଁ ତାଙ୍କ ଘରକୁ ଫେରି ଆସନ୍ତି ଏବଂ ଘର ଲୋକଙ୍କ ଉପରେ ତାଙ୍କର ଲଗାଇଥିବା ମାୟାଜାଲର ଶକ୍ତି ସମ୍ପୂର୍ଣ୍ଣ ହ୍ରାସ କରିଦିଅନ୍ତି। ସେଥିପାଇଁ ତାଙ୍କ ଘର ଲୋକ କେହି କେବେ ଏ ବିଷୟରେ ଜାଣିପାରନ୍ତି ନାହିଁ, କାରଣ ସେମାନେ ସେହି ସମୟରେ ପ୍ରାୟ ଅଚେତ ଅବସ୍ଥାରେ ରୁହନ୍ତି। ତେବେ ଆମ ଗାଁରେ ବି ଏମିତି ସ୍ତ୍ରୀ ଲୋକ ଅଛନ୍ତି। ମୋର କାହିଁ ଏ କଥାରେ ବିଶ୍ୱାସ ହେଉନି। ଠିକ୍ ଅଛି, ଆସନ୍ତାକାଲି ରାତିରେ ଆମେ ଦୁଇ ଜଣ ଯାକ ଯାଇ ଦେଖିବା କିଏ ସେ ସ୍ତ୍ରୀ ଲୋକ। ଶମ୍ଭୁ କହିଲା, ମୁଁ ଭାବୁଛି ଆମେ ଯଦି ସେ ଡାହାଣୀକୁ ମଶାଣି ଯିବା ବେଳକୁ ଦେଖିବା ତାହେଲେ ତାକୁ ଚିହ୍ନି ପାରିବା, କାରଣ ସେତେବେଳକୁ ସେ ଡାହାଣୀ କଳାରେ ପୁରାପୁରି ବାନ୍ଧି ହୋଇନଥିବ। ଫେରିଲା ବେଳେ ତ ସେ ସାଧାରଣ ମଣିଷ ହୋଇ ଫେରୁଥିବାର ମୁଁ ନିଜେ ଦେଖିଛି। କେବଳ ମଶାଣି ମଝିରେ ଥିବା କୂଅ ପାଖରେ ବସିଲେ ହିଁ ତାଙ୍କର ରୂପ ବଦଳି ଯାଉଛି। ଶଙ୍କର କହିଲା, ଠିକ୍ ଅଛି, ଆମେ ମଶାଣିର ଆରମ୍ଭରେ ଟିକେ ଦୂରରେ ରହିବା, କାରଣ ସେ ଡାହାଣୀର ଆଖପାଖରେ ଆମେ ରହିଲେ ତାକୁ ଆମର ଉପସ୍ଥିତିର ଆଭାସ ହୋଇଯାଇପାରେ ଏବଂ ଆମ ଉପରେ ତା'ର ମାୟାଜାଲ ବିଛେଇ ଦେଇପାରେ, କିଛି ବି କ୍ଷତି କରିଦେଇପାରେ। ତେଣୁ ଆମେ ଟିକେ ଦୂରରେ ରହି ଦେଖିବା। ଶମ୍ଭୁ କହିଲା, ଠିକ୍ ଅଛି ଭାଇ, ଆସନ୍ତାକାଲି ରାତି 1ଟାଏ ବେଳେ ଯାଇ ଆମେ ମଶାଣି ଆଗରେ ଲୁଚି ରହି ଦେଖିବା କ'ଣ ହେଉଛି। ଠିକ୍ ରାତି 1 ବାଜିଲା। ଦୁଇ ଜଣ ସାଙ୍ଗରେ ଏକାଠି ହେଲେ। ମନରେ ତାଙ୍କର ଉତ୍କଣ୍ଠା। ସେମାନେ ହାତରେ ଥାଏ ଗୋଟିଏ ଟର୍ଚ୍ଚ ଆଉ ଠେଙ୍ଗା। ସେମାନେ ଚାଲିଲେ ମଶାଣି ଅଭିମୁଖେ।